520 নম্বর জাতীয় রাজপথ উপরে যাত্রীবাহী বসକୁ ଧକ୍କା ଦେଲା ଟ୍ରଲର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ 520 নম্বର ଜାତୀୟ ରାଜପଥର ଲହଣ୍ଡା ରେଳ ଓଭରବ୍ରିଜ୍ ନିକଟରେ ତୁରୁମୁଙ୍ଗା ଯାଉଥିବା ବିଳାସିନୀ ନାମକ ଯାତ୍ରୀବାହୀ ବସ୍କୁ ପଛପଟୁ ଏକ ଖଣିଜ ପଦାର୍ଥ ବୋଝେଇ ଟ୍ରଲର ଧକ୍କା ଦେଇଥିଲା। ଫଳରେ ବସ୍ଟି ଆଗକୁ ଯାଇ ନ ପାରି ରାସ୍ତା କଡ଼ରେ ଥିବା ନିକଟ ନଦୀ କୂଳକୁ ଖସିଯାଇଥିବା ନେଇ ସୂଚନା। ତେବେ ସୁରକ୍ଷା ବାଡ଼ ଥିବାରୁ ବସ୍ଟି ନଦୀ ଗର୍ଭକୁ ନ ଯାଇ ସେଠାରେ ଅଟକି ରହିଥିଲା, ଯାହାଫଳରେ ଏକ ବଡ଼ ଦୁର୍ଘଟଣା ଘଟିବାରୁ ବର୍ତ୍ତିଯାଇଛି। ଏପରି ଭୟାବହ ଦୁର୍ଘଟଣା ଯୋଗୁଁ ବସ୍ରେ ଥିବା ପ୍ରାୟ 30ରୁ ଊର୍ଦ୍ଧ୍ୱ ବସ୍ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ବସ୍ଟି ଦୁର୍ଘଟଣାଗ୍ରସ୍ତ ପରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରି ଉତ୍ତେଜନା ଦେଖିବାକୁ ମିଳିଛି। ବାରମ୍ବାର ଏହି ଅଞ୍ଚଳରେ ଏହିଭଳି ଦୁର୍ଘଟଣା ଘଟୁଛି। ଗାଡ଼ି ଡ୍ରାଇଭରମାନେ ବେପରୁଆ ଢଙ୍ଗରେ ଓ ଦ୍ରୁତ ଗତିରେ ଗାଡ଼ି ଚଳାଇ ଏଭଳି ଦୁର୍ଘଟଣା ଘଟାଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଯୋଡ଼ା କଳାପାହାଡ଼ଠାରୁ ଲହଣ୍ଡା ପର୍ଯ୍ୟନ୍ତ 4 ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଦୀର୍ଘ 4 ବର୍ଷରୁ ଊର୍ଦ୍ଧ୍ୱ ହେବ ରିମୁଳି ରାଜାମୁଣ୍ଡା 520 নম্বର ଜାତୀୟ ରାଜପଥ 4 ଲେନ୍ ସମ୍ପୂର୍ଣ୍ଣ କରାଯାଇଥିବା ଘୋଷଣା କରି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଉଦ୍ଘାଟନ କରାଯାଇ ଟୋଲ୍ ଆଦାୟ ଆରମ୍ଭ କରାଯାଇଥିଲା। ଉକ୍ତ ସ୍ଥାନରେ 4 ଲେନ୍ ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ୍ ନିର୍ମାଣ କରାଯାଉନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ୍ ଜାମ୍ ରହୁଛି, ଯାହାକୁ ନେଇ ଅଞ୍ଚଳ ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୁଏ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।